ସାରଳା ମହାଭାରତରେ କିଏ ଶିବପୁରର ରାଜା ହୋଇଥିଲା ବେଳେ କବି ତାଙ୍କୁ କାଳେବର ମହାରାଜା ନାମରେ ପରିଚିତ କରିଛନ୍ତି। ସେ ହେଉଛନ୍ତି ଭୀମ। ଦନ୍ତ ତାର ମୁକୁତା ମାଣିକ୍ୟ ଜାଣି, ଜିଭ ନୟନ ଯୁଗଳ ଜାଣି, ନୀଳରତ୍ନ ଭାବ। ଦାଣ୍ଡି ରାମାୟଣରେ କାହାକୁ ଲକ୍ଷ୍ୟ କରି କୁହାଯାଇଛି? ସୀତାଙ୍କୁ କୁହାଯାଇଛି। ଅର୍ଥ କୋଇଲିରେ କେଉଁ ବିଷୟରେ ବ୍ୟାଖ୍ୟା କରାଯାଇଛି? କେଶବ କୋଇଲିର ଆଧ୍ୟାତ୍ମିକତା ଉପରେ ବ୍ୟାଖ୍ୟା କରାଯାଇଛି। ବାରଖ କୋଇଲିର ରଚୟିତା କିଏ? ଅଚ୍ୟୁତାନନ୍ଦ ଦାସ। ସାରଳା ମହାଭାରତରେ ବ୍ୟବହୃତ ଶବ୍ଦ ବାଉଣ୍ଡିର ଅର୍ଥ ହେଉଛି ଯୁଦ୍ଧବାଦ୍ୟ। ଚଣ୍ଡାଳୁ ବ୍ରାହ୍ମଣ ଯାହା ଖୁଆଖୁଇ ହେବେ, ସମସ୍ତେ ଖାଇଣ ହସ୍ତ ନ ଧୋଇବେ। ହାଡ଼ିର ହସ୍ତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ, ବ୍ରାହ୍ମଣ ଖାଇ ହସ୍ତ ମୁଣ୍ଡକୁ ପୋଛିବେ। ଏଇଟା ମାତା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କୁ କହିଛନ୍ତି। ଜଗନ୍ନାଥ ଦାସଙ୍କ ବିରଚିତ ଗଜସ୍ତୁତିରେ ଗଜର ନାମ କ'ଣ ଥିଲା? ଗଜର ନାମ କୁମ୍ଭକ ଥିଲା। ଅଚ୍ୟୁତାନନ୍ଦ କେଉଁ ଗ୍ରାମରେ ତାଙ୍କର ସାଧନା ପୀଠ କରିଥିଲେ? ନେମ୍ବାଳ ଗ୍ରାମରେ। ଶୂଦ୍ରମୁନି ସାରଳା ଦାସଙ୍କ ଗତି ମୁକତି ଦେବା ଉକ୍ତ ଭଣିତା କେଉଁଥିରେ ଦେଖିବାକୁ ମିଳିଥାଏ? ଲକ୍ଷ୍ମୀ ନାରାୟଣ ବଚନିକାରେ। କେଉଁମାନଙ୍କର କଥୋପକଥନ ଶୈଳୀରେ ବଉଳା ଅଧ୍ୟାୟ ରଚିତ? ଯୁଧିଷ୍ଠିର ଓ ଜଗନ୍ନାଥଙ୍କର କଥୋପକଥନ ଶୈଳୀରେ। ପୂର୍ବେ ସେ ଅଛି ତପ କରି, ଗୋବିନ୍ଦ ତାହାର ଭୁଜ ଧରି, ଛନ୍ଦିଲେ ଗୋପୀ କାର ମନ, କୃଷ୍ଣ ହୋଇଲେ ଅନ୍ତର୍ଧାନ। ଉପରୋକ୍ତ ବର୍ଣ୍ଣନାରେ କାହାକୁ ଲକ୍ଷ୍ୟ କରି କବି ତପ କରିବା କଥା କହିଛନ୍ତି? ବୃନ୍ଦାବତୀକୁ। ସ୍ୱର୍ଗାରୋହଣ ପୂର୍ବରୁ ଯୁଧିଷ୍ଠିର ଯାଜପୁରରେ କାହାର ସିଂହାଣୀ କନ୍ୟାକୁ ବିବାହ କରିଥିଲେ? ହରି ସାହୁଙ୍କର ସିଂହାଣୀ କନ୍ୟାକୁ ବିବାହ କରିଥିଲେ। ନାଥ ତୁ ମୋତେ ନେଲେ ସିନା ଯିବୁ, ନୋହିଲେ ସେହିଠାରେ ରହିଥିବୁ। ଉକ୍ତ ବର୍ଣ୍ଣନାଟି କେଉଁଥିରେ ଅଛି? ଭାବ ସମୁଦ୍ର। ଘଟ ଘଟ ହୋଇ ନାଳ ବହହି ତୁଣ୍ଡର, ଘନ ଜଟା ଲୋଚା ଏକ ବାନ୍ଧିଛି ମୁଣ୍ଡର। ନଚିହ୍ନି ମନୁଷ୍ୟ ସେ ନ ଦେଖେ ନୟନ, ନିକଟେ କହିଲେ ନ ଶୁଣେ ତା ବେନି କର୍ଣ୍ଣ। ଏହିପରି କିଏ କାହାର ଆଗରେ ବର୍ଣ୍ଣନା କରିଛନ୍ତି? ଏହାକୁ ସଖୀମାନେ ଗୌରୀଙ୍କ ଆଗରେ ବର୍ଣ୍ଣନା କରିଛନ୍ତି। ନାରାୟଣାନନ୍ଦ ଅବଧୂତ ସ୍ୱାମୀ କେଉଁଠାରେ ବାସ କରୁଥିବା କଥା ରୁଦ୍ର ସୁଧାନିଧିରେ ପ୍ରକାଶିତ ହୋଇଛି? ଭୁବନେଶ୍ୱରର ଏକାମ୍ର ବନରେ ବାସ କରୁଥିବା କଥା ରୁଦ୍ର ସୁଧାନିଧିରେ ପ୍ରକାଶ ହୋଇଛି। ମହାଭାଷ୍ୟ ଗ୍ରନ୍ଥରେ କବି କାହାକୁ ପରଂବ୍ରହ୍ମ ରୂପେ ପରିକଳ୍ପନା କରିଛନ୍ତି? ରାମଙ୍କୁ ପରଂବ୍ରହ୍ମ ରୂପେ ପରିକଳ୍ପନା କରିଛନ୍ତି। ରହସ୍ୟ ମଞ୍ଜରୀ କାବ୍ୟରେ କବି କାହାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି? ଶ୍ରୀରାଧାଙ୍କର ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି। କଳସା ଚଉତିଶାର ସଂଗ୍ରାହକ ଓ ସମ୍ପାଦକ କିଏ? ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ। କେଉଁ ଗ୍ରନ୍ଥରେ ଲିଙ୍ଗରାଜକୁ ଭୁବନେଶ୍ୱର ରୂପରେ ସ୍ତୁତି କରାଯାଇଛି? ରୁଦ୍ର ସୁଧାନିଧି ରୂପରେ ସ୍ତୁତି କରାଯାଇଛି। ଏ ରସ ଭକ୍ତି ରସଖଣ୍ଡ, ଭଣଇ ବିପ୍ର ମାରକଣ୍ଡ। ଉପରୋକ୍ତ ବର୍ଣ୍ଣନା କେଉଁ ଗ୍ରନ୍ଥରେ ଅଛି? ଏଇଟା ଦଶଗ୍ରୀବ ବଧ ମହାକାବ୍ୟରେ ଅଛି। ରହସ୍ୟମଞ୍ଜରୀ କାବ୍ୟଗ୍ରନ୍ଥର ଛାନ୍ଦ ସଂଖ୍ୟା କେତେ? ଏହାର ଛାନ୍ଦ ସଂଖ୍ୟା ହେଉଛି 24। ନିମ୍ନରେ ପ୍ରଦତ୍ତ ବାକ୍ୟଗୁଡ଼ିକ ମଧ୍ୟରୁ କେଉଁଟି କଳସା ଚଉତିଶାରେ ଅଛି? ବସିଲେକ ଟମ୍ବା ମାଡ଼ି, ବାଳି ଘେନି ପିତା। ନିମ୍ନରେ ପ୍ରଦତ୍ତ ନାମଗୁଡ଼ିକ ମଧ୍ୟରୁ ରୁଦ୍ର ସୁଧାନିଧିର କେଉଁ ନାମଟି ଉଲ୍ଲେଖ କରାଯାଇଛି? ସାବରୀନାଥ। ନିମ୍ନ ପ୍ରଦତ୍ତ କେଉଁ କାବ୍ୟରେ କବି ଗୋପାଳକୃଷ୍ଣ ପ୍ରେମର ଅଲୌକିକ ଚିତ୍ରଣ କରିବା ଛଳରେ ରାଗାନୁରାଗ ପ୍ରେମ ଭକ୍ତିର ପ୍ରସାରଣ ଘଟାଇଛନ୍ତି? ଏଇଟା ହେଉଛି ରହସ୍ୟମଞ୍ଜରୀ। କବି ଦୀନକୃଷ୍ଣ ଦାସ ପ୍ରତିଦିନ ଗରୁଡ଼ ସ୍ତମ୍ଭ ନିକଟରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆବୃତ୍ତି କରିଥିବା ଚଉତିଶାର ନାମ ହେଉଛି ଆର୍ତ୍ତତ୍ରାଣ ଚଉତିଶା। କେଉଁ ଗ୍ରନ୍ଥ ସମାପ୍ତ ହେବା ପୂର୍ବରୁ ଉପେନ୍ଦ୍ର ଭଞ୍ଜ ପ୍ରାଣତ୍ୟାଗ କରିଥିଲେ? ଏଇଟାର ଆନ୍ସର କ'ଣ ହେବ ଜାଣିନି। ପ୍ରେମକଳା କାବ୍ୟର ନାୟକଙ୍କ ନାମ ହେଉଛି ଶ୍ୟାମସୁନ୍ଦର।
ବଳଦେବ ରଥଙ୍କୁ କିଏ କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ଉପାଧି ପ୍ରଦାନ କରିଥିଲେ? ପୁରୀର ଗଜପତି ରାଜା ମୁକୁନ୍ଦ ଦେବ। ନାମରତ୍ନ ଗୀତାର ରଚୟିତା କିଏ? ଦୀନକୃଷ୍ଣ ଦାସ। ଲାବଣ୍ୟବତୀ କାବ୍ୟରେ କେଉଁ ମନ୍ଦିରରେ ସିଂହଳର ରାଜା ସପରିବାରର ଉପସ୍ଥିତ ଥିବା ସମୟରେ ଚନ୍ଦ୍ରଭାନୁ ନାରୀ ବେଶରେ ଲାବଣ୍ୟବତୀଙ୍କୁ ସାକ୍ଷାତ କରିଛନ୍ତି? ରାମେଶ୍ୱର ମନ୍ଦିରଠାରେ। ରସବତୀ କାବ୍ୟରେ କିଏ ମାଳବ ରାଜାଙ୍କୁ ପିଠିରେ ବସେଇ ନେଇ ରସବତୀଙ୍କ ସହିତ ମିଳନ କରେଇଛି? ସିଏ ହେଉଛି ହଂସ। କେଉଁ ରାଜାଙ୍କ ନାମରେ ବଳଦେବ ରଥ କିଶୋର ଚନ୍ଦ୍ରନାଥ ଚମ୍ପୁ ଭଣିତା କରିଛନ୍ତି? ଆଠଗଡ଼ର ରାଜା ହରିଚନ୍ଦନ ଜଗଦେବ। ନିମ୍ନ ପ୍ରଦତ୍ତ କେଉଁ ଗ୍ରନ୍ଥଟି ସଂସ୍କୃତ ଚାଣକ୍ୟ ନୀତି ଅନୁବାଦ ଓ ଟୀକା ଗ୍ରନ୍ଥ? ଏଇଟାର ଆନ୍ସର୍ ହେବ ପ୍ରସ୍ତାବ ବିନ୍ଦୁ। ନିମ୍ନ ପ୍ରଦତ୍ତ କେଉଁଠି ଅଳଙ୍କାର ଶାସ୍ତ୍ର ଭିତ୍ତିକ କାବ୍ୟ ଗ୍ରନ୍ଥ? ଏହାର ଆନ୍ସର୍ ଚିତ୍ରକାବ୍ୟ ବନ୍ଦୋଦୟ। ଅଭିମନ୍ୟୁ ସାମନ୍ତ ସିଂହାର କାହାର ସହାୟତାରେ କାଳିଦାସ ମାଘ ଭାରବୀ ଓ ନୈଷଧାତୀ ସଂସ୍କୃତ କାବ୍ୟ ପାଠ କରିବା ପାଇଁ ସୁଯୋଗ ପାଇଥିଲେ? ଏହାର ଆନ୍ସର୍ ହେବ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ସହାୟତାରେ। ହାସ୍ୟକଲ୍ଲୋଳ ରଚନା କ୍ଷେତ୍ରରେ କବି ବଳଦେବ ରଥ କିପରି ଭାଷା ବ୍ୟବହାର କରିଛନ୍ତି? ଗଦ୍ୟ ପଦ୍ୟାକାରରେ ଓଡ଼ିଆ ସଂସ୍କୃତ ମିଶ୍ରିତ ଭାଷା। ଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି, କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦୁନି, ପ୍ରୀତି ଅଭେଦ ତାଙ୍କର, ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର। ପତ୍ରରେ ଉକ୍ତ ବର୍ଣ୍ଣନା କରି କିଏ କାହା ପାଖକୁ ପତ୍ର ପ୍ରେରିତ କରିଛନ୍ତି? ଏଥିରେ ନାୟକ ପୁରନ୍ଦର ନାୟିକା ପ୍ରେମସୁଧନିଧିକୁ ପ୍ରେମ ପତ୍ର ପ୍ରେରିତ କରିଛନ୍ତି। ସମର ତରଙ୍ଗ କାବ୍ୟରେ ମରହଟ୍ଟାମାନଙ୍କ ସହ ଓଡ଼ିଶାର କେଉଁଠିକାର ରାଜାଙ୍କର ଯୁଦ୍ଧ ବର୍ଣ୍ଣନାରେ ଚିତ୍ର ପ୍ରଦାନ କରିଛନ୍ତି? ଢେଙ୍କାନାଳ ରାଜାଙ୍କର ଚିତ୍ର ପ୍ରଦାନ କରିଛନ୍ତି। ମୁକୁନ୍ଦ ମୁକ୍ତାବଳୀ ଗ୍ରନ୍ଥକୁ ସଂସ୍କୃତରୁ ଓଡ଼ିଆକୁ କିଏ ଅନୁବାଦ କରିଥିଲେ? ଏହାର ଆନ୍ସର୍ ହେବ ବଳଦେବ ରଥ। କବି ଭୋଜରାଜଙ୍କ ସଂସ୍କୃତ କାବ୍ୟ ଚମ୍ପୁ ରାମାୟଣର ଛାୟାରେ ଓଡ଼ିଆରେ କିଏ ସୁଚିତ୍ରା ରାମାୟଣ ରଚନା କରିଥିଲେ? ଏହାର ଆନ୍ସର୍ ହେବ ବନମାଳୀ ଦାସ। ଏଘଟେ ଜଗନ୍ନାଥ ଅଛି ପ୍ରତିମା ମିଛରେ ପୂଜୁଛି, ମୂର୍ତ୍ତି ପ୍ରତିମା ଶୁଷ୍କ କାଠ, ସେ ପୁଣି ନେବ କି ବୈକୁଣ୍ଠ? ଉପରୋକ୍ତ ବର୍ଣ୍ଣନା କେଉଁଥିରେ ଦେଖିବାକୁ ମିଳୁଥାଏ? ସ୍ମୃତି ଚିନ୍ତାମଣିରେ। ନିମ୍ନରେ ପ୍ରଦତ୍ତ କେଉଁ ଗ୍ରନ୍ଥଟିକୁ ବ୍ରଜନାଥ ବଡ଼ଜେନା ହିନ୍ଦୀ ଭାଷାରେ ରଚନା କରିଛନ୍ତି? ଗୁଣ୍ଡିଚା ବିଜେ। ଗୋପାଳକୃଷ୍ଣ କେଉଁ ରାଜାଙ୍କର ପାଞ୍ଜିଆକରଣ କାର୍ଯ୍ୟ କରୁଥିଲେ? ପାରଳାଖେମୁଣ୍ଡି ରାଜାଙ୍କର ପାଞ୍ଜିଆକରଣ କାର୍ଯ୍ୟ କରୁଥିଲେ। ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ ଉକ୍ତ ଭଜନର ରଚୟିତା ହେଉଛନ୍ତି ବନମାଳୀ। ମଲା ଲୋକ ଦାନ ଦେଲେ ତୁମ୍ଭେ ଘେନି ଯାଅ, ସେ ଦାନକୁ ଆଣି ତୁମ୍ଭେ ବିକି ଭାଙ୍ଗି ଖାଅ, ମଲା ଲୋକେ ପୁଣି ଜନ୍ମ ହୁଅଇ କାହିଁରେ, ଦାନ ଦେଲା ଦ୍ରବ୍ୟ ତାକୁ ଦିଅ କେଉଁଠାରେ? ଉପରୋକ୍ତ ବର୍ଣ୍ଣନା କିଏ କରିଛନ୍ତି? ଯଦୁମଣି। ରାଜନଙ୍କୁ ଛଳୋକ୍ତି ଗ୍ରନ୍ଥର ରଚନା କିଏ? ଏହାର ଆନ୍ସର୍ ହେବ ବ୍ରଜନାଥ ବଡ଼ଜେନା। ଶ୍ରୀ ରାଧା ନକ୍ଷତ୍ରମାଳା ସ୍ରୋତ ନାମକ ସଂସ୍କୃତ ବୈଷ୍ଣବ ଗ୍ରନ୍ଥକୁ ଓଡ଼ିଆକୁ ଅନୁବାଦ କରିଥିବା କବିଙ୍କର ନାମ ଚିହ୍ନିତ କର। ଏହାର ଆନ୍ସର୍ ହେବ ବନମାଳୀ। ବନମାଳୀ ସ୍ୱରଚିତ କେତେଗୁଡ଼ିଏ ଗୀତକୁ କେଉଁ ରାଜାଙ୍କ ନାମରେ ଭଣିତ କରିଛନ୍ତି? ଗଜପତି ରାଜା ବୀରକିଶୋର ଦେବ। ସ୍ମୃତି ଚିନ୍ତାମଣି ଗ୍ରନ୍ଥ କିଏ ସମ୍ପାଦନ କରିଥିଲେ? ଆର୍ତ୍ତବଲ୍ଲଭ ମହାନ୍ତି। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ପୁସ୍ତକ ଜୀବନ ଚରିତ୍ରକୁ ଓଡ଼ିଆରେ କିଏ ଅନୁବାଦ କରିଥିଲେ? ଫକୀରମୋହନ ସେନାପତି। କେଦାରଗୌରୀ କାବ୍ୟ ଉପରେ କାହାର ପ୍ରଭାବ ପଡ଼ିଛି? ବେବିଲନ୍ ଦେଶୀୟ କାହାଣୀ, ପିରାମସ୍ ଓ ଥିସେବେ ପ୍ରେମ ଉପାଖ୍ୟାନରେ। ମଧୁସୂଦନ ରାଓ ଶୋକଲହରୀ କବିତାରେ କେଉଁ ବିଶେଷ ପ୍ରସଙ୍ଗରେ ରଚନା କରିଥିଲେ? ସାର୍ ବାସୁଦେବ
ସୁଡ଼ଙ୍ଗ ଦେବଙ୍କ ବିୟୋଗରେ ଏହାକୁ ରଚନା କରିଥିଲେ। ଗାଥା ପ୍ରେମତରୀର ରଚୟିତା କିଏ? ଏହାର ରଚୟିତା ହେଉଛନ୍ତି ରାମଶଙ୍କର ରାୟ। ଚିପା ଗଞ୍ଜେଇ ମଦତ ହୁକା ମେରୁ ସବୁ ଠିକ୍, ଆଗ ଫିଟିଲା ମାଲ ବୋତଲ ଆସ୍କାରମ ରମ୍ ନୁହେଁ ଅସଲ ବିଲାତି ନମ୍ବର 1, ତୁ ଯେବେ ଗ୍ଲାସ୍ ଟାଣି ଦିଅନ୍ତୁ ଦେଖନ୍ତୁ ମଜା। ଉକ୍ତ ବର୍ଣ୍ଣନା କେଉଁଥିରେ ଅଛି? ପେଟେଣ୍ଟ ମେଡ଼ିସିନରେ। ନନ୍ଦିକିଶୋରୀ କାବ୍ୟର ରାଜା ସୁବର୍ଣ୍ଣ କେଶରୀ କାହାଠାରୁ ଜୈତ୍ରମଣି ପ୍ରାୟ ହୋଇଛନ୍ତି? ଗଡ଼ଚଣ୍ଡୀଙ୍କ ଠାରୁ। ନିମ୍ନରେ ପ୍ରଦତ୍ତ କେଉଁ କବିତା ସଂକଳନଟି ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କର ଯୌଥ ରଚନା? ଏହାର ଆନ୍ସର ହେବ କବିତା ମାଳୀ। ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ପ୍ରବନ୍ଧ ସେନାପତି ଫକୀରମୋହନଙ୍କର ରଚୟିତା କିଏ? ରାମଶଙ୍କର ରାୟ। 6 ମାଣ 8 ଗୁଣ୍ଠରେ ଶୈଶବରେ କିଏ ଅର୍ଥାଭାବରୁ ପିତୃ ଶୁଦ୍ଧିକ୍ରିୟା କରିପାରି ନଥିଲା? ରାମଚନ୍ଦ୍ର ମଙ୍ଗରାଜ। ଉର୍ବଶୀ କାବ୍ୟର କେତୋଟି ସର୍ଗ ପଦ୍ୟାକାରରେ ରଚିତ ହୋଇ ପରବର୍ତ୍ତୀ ସର୍ଗ ଗଦ୍ୟାକାରରେ ଲିଖିତ ହୋଇଛି? ଏଇଟା ହେଉଛି 3ଟି ସର୍ଗରେ ଲିଖିତ ହୋଇଛି। ନିର୍ବାସିତ ବିଳାପ କବିତାଟି କେଉଁ ଭାଷାରୁ ଓଡ଼ିଆକୁ ରୂପାନ୍ତରିତ କରାଯାଇଛି? ଏଇଟା ହେବ ଇଂରାଜୀ ଭାଷାରେ। ବିଶ୍ୱମୋଦକ କେଉଁ ଧରଣର ନାଟକ? ଏହା ସମାଜ ସଂସ୍କାରମୂଳକ ନାଟକ। ରେ ଆତ୍ମାନ ନିଦ୍ରା ପରିହର ଉକ୍ତ ଅଂଶଟି କେଉଁଥିରୁ ଆସିଅଛି? ଏହା ଜୀବନ ଚିନ୍ତାରୁ ଆସିଅଛି। ଗଙ୍ଗାଧର ମେହେରଙ୍କ କେଉଁ କାବ୍ୟ ଶ୍ରୀଧୂଳ ବିକ୍ରୀଡ଼ିତ ଛନ୍ଦରେ ରଚିତ ହୋଇ କବିବର ରାଧାନାଥକୁ ଉପହାର ଦିଆଯାଇଥିଲା? ମାତ୍ର କବିବର ପରାମର୍ଶକ୍ରମେ ଏହାକୁ କବି ବଙ୍ଗଳାଶ୍ରୀ ରାଗରେ ପରିବର୍ତ୍ତନ କରିଥିଲେ। ଏହା ହେଉଛି ଅହଲ୍ୟା ସ୍ତବ। ବିବିଧ ପ୍ରବନ୍ଧର ଲେଖକ ଭାବେ ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିବା ପ୍ରାବନ୍ଧିକଙ୍କ ନାମ କ'ଣ ଥିଲା? ବିଶ୍ୱନାଥ କର। କନକଲତା ଉପାଖ୍ୟାନରେ ନାୟକ ନାୟିକାଙ୍କ ବିବାହ କ୍ଷେତ୍ରରେ କାହିଁକି ପ୍ରତିବନ୍ଧକ ସୃଷ୍ଟି ହୋଇଛି? ବର ପକ୍ଷରେ ଯୌତୁକ ଦାବି ପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ନୀଳକଣ୍ଠଙ୍କର କୋଣାର୍କେ କାବ୍ୟର ପ୍ରଥମ ଭାଗର ନାମ କ'ଣ? ନା ରାମଚଣ୍ଡୀରେ ରାତି ଓ ସକାଳ। ତପସ୍ୱିନୀ କାବ୍ୟ ରାମାୟଣର କେଉଁ କାଣ୍ଡରେ ଅନୁସରଣ ରଚିତ? ଏହା ଉତ୍ତରକାଣ୍ଡରେ ଅନୁସରଣ ରଚିତ। 1897 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ମାସିକା ପତ୍ରିକା ଉତ୍କଳ ସାହିତ୍ୟର ସମ୍ପାଦକ କିଏ ଥିଲେ? ଏହାର ସମ୍ପାଦକ ଥିଲେ ବିଶ୍ୱନାଥ କର। ମେଘ ବରଷୋହି ଟପର ଟପର କେଶୁର ମାଇଲା ଗଜା ଉକ୍ତ ବର୍ଣ୍ଣନାଟି ଯଥାଯଥ ଭାବେ କବିତାରେ ବିନିଯୁକ୍ତ କରି ଗୀତି କରିବା ରଚନା କରିଥିବା କବିଙ୍କର ନାମ ହେଉଛି ନନ୍ଦକିଶୋର ବଳ। ନିମ୍ନରେ ପ୍ରଦତ୍ତ କେଉଁଟିରେ ଭୂମିକାରେ ନୀଳକଣ୍ଠ ଦାସ ଜଗନ୍ନାଥ ଧର୍ମର ମାହାତ୍ମ୍ୟ ଓ ଓଡ଼ିଆ ସଭ୍ୟତା ତଥା ସଂସ୍କୃତିର ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି? ଏହା ହେବ ଶ୍ରୀମଦ୍ ଭଗବତ ଗୀତା। ମହାକବି କାଳିଦାସଙ୍କର ଅଭିଜ୍ଞାନମ୍ ଶକୁନ୍ତଳମ୍ ନାଟକର ଅନୁସରଣ କେଉଁ କାବ୍ୟ ରଚିତ ଦର୍ଶାଅ? ଏଇଟା ହେଉଛି ପ୍ରଣୟ ବଲ୍ଲରୀ। ସମ୍ବାଦପତ୍ର ସମ୍ପାଦକ ଭାବରେ ଶଶିଭୂଷଣ ରଥ ଓ ସାହିତ୍ୟପତ୍ର ସମ୍ପାଦକ ଭାବରେ ବିଦ୍ୟାରତ୍ନ ଓ ବିଶ୍ୱନାଥ କରଙ୍କୁ ଓଡ଼ିଶାର ପତ୍ରପତ୍ରିକା ଜଗତରେ ଶ୍ରେଷ୍ଠ ବୋଲି ଏ ଲେଖକ ମନେ କରେ। ଓଡ଼ିଶାର ସବୁ ସମ୍ପାଦକ ଭିତରେ ଲେଖକ ତେଣୁ ଏହି କେତେଜଣଙ୍କୁ ସାଲ୍ୟୁଟ୍ ଦେଇଅଛନ୍ତି। ଉପରୋକ୍ତ ଉକ୍ତିଟି କାହାର? ନା ଜାନକୀ ବଲ୍ଲଭ ମହାନ୍ତି ବା ଭରଦ୍ୱାଜ। ପଲ୍ଲୀକବି କେଉଁ କାବ୍ୟର ଆଦର୍ଶରେ ସୀତା ବନବାସ ରଚନା କରିଛନ୍ତି? ଭବଭୂତିଙ୍କର ଉତ୍ତର ରାମଚରିତରେ। କବି ନୀଳକଣ୍ଠ କୋଣାର୍କଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଶ୍ଚାତ୍ୟରେ ଥିବା ମାୟାଦେବୀ ପ୍ରସଙ୍ଗ କିପରି ଜାଣିବାକୁ ପାଇଲେ? ଏହା ହେବ ଅତିଥି ଭବନର ଚପରାସୀଙ୍କ ଠାରୁ। ବେକର ରହିବାକୁ ନାହିଁଟି ଅଧିକାର, ସବୁରି ପାଇଁ କାମ ଯୋଗାଏ ସରକାର, କହିବା ପାଇଁ କଥା ସବୁରି ଦାନ ଅଛି,
ମୁଁ ସେହି ସମାଜର କବିତା ବସେ ରଚି। ଉକ୍ତ ଅଂଶଟି କେଉଁଠୁ ଆସିଅଛି? କିଏ ଶଳା ଶଇତାନ? ନିମ୍ନରେ ପ୍ରଦତ୍ତ କେଉଁଠି ସାମାଜିକ ନାଟକ ନୁହେଁ? ଏଇଟା ହେବ ସାମାଜିକ ନାଟକ। ରକ୍ତ ମୁଁ ସଚି ରାଉତରାୟ ନୁହେଁ ଟାଗର ବା ସେଲି। ମୁଁ ଏଇ ମାଟିର ଧରା ଆଉ ଆକାଶର କବି। କାମ ନୁହେଁ ମୋ ଖାଲି ଆଙ୍କିବା କାଗଜର ଛବି। ଉକ୍ତ ବର୍ଣ୍ଣନା କେଉଁଥିରେ ଦେଖିବାକୁ ମିଳିଥାଏ? ରାଜଜେମାରେ ଦେଖିବାକୁ ମିଳିଥାଏ। ଗୋଦାବରୀଶ ମହାପାତ୍ରଙ୍କୁ କେଉଁ ଗ୍ରନ୍ଥ ପାଇଁ 1961 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା? ଉଠ କଙ୍କାଳ ପାଇଁ। ଆନନ୍ଦ ଲହରୀ ଉପନ୍ୟାସ ମାଳାରେ ସଂଯୋଜିତ ଉପନ୍ୟାସଟିକୁ ଚିହ୍ନିତ କର। ଏହା ହେବ ମାଟିର ମଣିଷ। ବଙ୍ଗଳା ଛବି ଜୟଦେବ ମୋତେ ଜୟଦେବ ନାଟକ ଲେଖାଇଲା କେଜାଣି କାହିଁକି ଓଡ଼ିଆ ତୋର ଅଭିମାନ ମୋର ଚିର ଜନ୍ମସାଥୀ। ଅନ୍ୟ ଜାତିର ନିନ୍ଦା ମୁଁ କରେ ନାହିଁ କି ଆମର ନିନ୍ଦା ସହିପାରେ ନାହିଁ। ଏହା କେଉଁଥିରେ ବର୍ଣ୍ଣିତ? ଜୟଦେବରେ ବର୍ଣ୍ଣିତ। ଅମର ହୋଇବ କାଳର କବଳେ ଯେଣୁ ଜଣଙ୍କର ନାମ ଲକ୍ଷ୍ୟ ବେନାମୀ ଜୀବନକୁ ତେଣୁ ଗଢ଼ାଇଲା ସମସାନ। ଏହିଠାରେ କବି କେଉଁ ପ୍ରସଙ୍ଗରେ ସମସାନ ଶବ୍ଦର ପ୍ରୟୋଗ କରିଛନ୍ତି? ଏହା ହେଉଛି ବାଜି ରାଉତ। ନିଆଁଖୁଣ୍ଟା ପତ୍ରିକା ପ୍ରଥମେ କେଉଁଠାରୁ ପ୍ରକାଶିତ ହୋଇଥିଲା? ଏହା ବ୍ରହ୍ମପୁରଠାରେ ପ୍ରକାଶିତ ହୋଇଥିଲା। କର୍ମଯୋଗୀ ଗୌରୀଶଙ୍କରଙ୍କ ଗ୍ରନ୍ଥର ରଚୟିତା କିଏ? ବାବୁ ଗୋଡ଼ ତଳେ ହାଜର କରିବା ଦରକାର ନାହିଁ। ଆମେ ତ ଗୋଡ଼ ତଳକୁ ଆସିଛୁ ଦେଲି। ଭାତ ନାଟକରେ ଉପରୋକ୍ତ ସଳାପ କାହାର? ଏହାର ସଳାପ ହେଉଛି ରଘୁର। ଜମିଦାରଙ୍କର ଷଷ୍ଠ କବିତାରେ ଜମିଦାରଙ୍କ ପିଆଦା ଚାଷୀର ଗାଈକୁ କୁଆଡ଼େ ନେଇଯାଇଛି? ଜମିଦାରଙ୍କ ଘରକୁ। ମେରୀ କରେଲିଙ୍କ ଭେଣ୍ଡାଟା ଉପନ୍ୟାସର ଅବଲମ୍ବନ ରଚିତ ଉପନ୍ୟାସକୁ ଚିହ୍ନଟ କର। ଏଇଟା ହେଉଛି ରକ୍ତପାତ। କିଏ କହେ ତୁମେ ଭିକାରୀ ବୋଲି ରେ? ଯାଯାବର ବୋଲି କହୁଛି କିଏ? ରାଜା ସାଉକାରେ ତମେ ତ ଗଢ଼ିଛ ଘୋଡ଼ାପତି ଆଜି ବସିଛି ଯିଏ। ଏହା ହେଉଛି ଉକ୍ତ ଅଂଶଟି କେଉଁଠୁ ଆସିଛି? ନା ଭାତରୁ ଆସିଛି। ନିମ୍ନରେ ପ୍ରଦତ୍ତ କେଉଁ ଉପନ୍ୟାସଟି ନାରୀ ଚରିତ୍ର ବିବର୍ଜିତ? ଏହା ହେଉଛି ଚିତ୍ରଗ୍ରୀବ। ମନର ତୃପ୍ତିରେ ବିଚାରି ବସେ କେଉଁ ଯାଦୁକର ଡୁମା ଏ ସବୁ ଗଢ଼ିଛି? ଆକାଶ ଆଉ ଜଙ୍ଗଲ, ସଞ୍ଜ ଆଉ ରାତି। କେଉଁ ଡୁମା ଆଣି ଦିଏ ସୌଭାଗ୍ୟ ଆଉ ଆନନ୍ଦ? କିଏ ଆଣିଦିଏ ଝଡ଼ ତୋଫାନ, ଦୁଃଖ ଦୁର୍ଦ୍ଦଶା? ପରଜା ଉପନ୍ୟାସରେ ଏହି ଉକ୍ତି କାହାର? ଏହା ହେଉଛି ଶୁକ୍ରୁଜାନିର ଉକ୍ତି। ପଠାଣ ରାଜତ୍ୱ କାଳରେ ଓଡ଼ିଶାର ଠାକୁର ରାଜା ରାମଚନ୍ଦ୍ର ଦେବ ଧର୍ମାନ୍ତର ଗ୍ରହଣ ଓ ଶ୍ରୀଜଗନ୍ନାଥଙ୍କ ପ୍ରଦତ୍ତ କେଉଁଠାରେ ବର୍ଣ୍ଣିତ? ଏହା ହେଉଛି ନୀଳଶୈଳ ଉପନ୍ୟାସରେ ବର୍ଣ୍ଣିତ। ପରାଧୀନ ପ୍ରପୀଡ଼ିତ ପରିବେଷ୍ଟିନୀରେ କାରାପ୍ରାଚୀର ଲଙ୍ଘି ତାଙ୍କର ଅତ୍ୟାଚାରିତ ଆତ୍ମା ଶାନ୍ତି ପାଇଛି। ମାଡାଗାସ୍କାରର ବର୍ଷାଭିଜା ଲବଙ୍ଗ କ୍ଷେତରେ, ଅଷ୍ଟ୍ରେଲିଆର ନାଗଫେଣି କଣ୍ଟକିତ ମରୁପ୍ରାନ୍ତରରେ, ସୁମେରୁର ଏସ୍କିମୋ କୁଟୀରରେ ବା ଯାଯାବରର ବେଦୁଇନ ଦେଶରେ। କାହାର ସୃଷ୍ଟି ସମ୍ବଳ ଲକ୍ଷ୍ୟ କରି ଶ୍ରୀ ସୁରେନ୍ଦ୍ର ମହାନ୍ତି ଉକ୍ତ ମନ୍ତବ୍ୟକୁ ପ୍ରଦାନ କରିଛନ୍ତି? ବିନୋଦ ଚନ୍ଦ୍ର ନାୟକଙ୍କ ମନ୍ତବ୍ୟରେ ପ୍ରଦାନ କରିଛନ୍ତି। ଅଧ୍ୟାପକ ଯତୀନ୍ଦ୍ର ମୋହନ ମହାନ୍ତି ଦୁଇ ଜଣ କବିଙ୍କ କବିତାବଳୀକୁ ନୂତନ କବିତା ନାମରେ ପୁସ୍ତକରେ ଉପସ୍ଥାପନ କରି ମନ୍ତବ୍ୟ ଦେଇଛନ୍ତି। ଦୁଇ ଜଣ କବିଙ୍କ ରଚନା ପରି ଉତ୍କୃଷ୍ଟ ସୃଷ୍ଟି ଓଡ଼ିଆ ସାହିତ୍ୟର କେବେ ହେଲେ ଦେଖା ଦେଇ ନଥିଲା। ସେହି କବି ଦୁଇ ଜଣ ହେଉଛନ୍ତି କିଏ? ଭାନୁଜୀ ରାଓ ଓ ଗୁରୁପ୍ରସାଦ ମହାନ୍ତି। 1946 ମସିହାରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟଙ୍କ ମଧ୍ୟରେ
ସୃଷ୍ଟି ହୋଇଥିବା ରକ୍ତାକ୍ତ ବା ସଂଘର୍ଷର ଚିତ୍ର କେଉଁଠାରେ ଦେଖିବାକୁ ମିଳିଥାଏ? ମାଟିଆ ବୁରୁଜ। ଫକୀରମୋହନ ସମୀକ୍ଷା ସମାଲୋଚନା ଗ୍ରନ୍ଥର ରଚୟିତାଙ୍କର ନାମ ଚିହ୍ନଟ କର। ସୁରେନ୍ଦ୍ର ମହାନ୍ତି। କବି ବିନୋଚନ୍ଦ୍ର ନାୟକଙ୍କ ସେଲିମର ସ୍ୱପ୍ନ ନାମରେ କବିତାରେ ସେଲିମ କାହିଁକି ବ୍ୟର୍ଥ ବଂଶୀରେ ଛନ୍ଦହୀନ ସୁର ତୋଳିଛି? ଜାହାନର ଅନ୍ୟ କାହାଣୀ ପରିଣୀତ ବଧୂ ହେବାରୁ ଛନ୍ଦହୀନ ସୁର ତୋଳିଛି। ମୁଁ କହିବି ଶୁଣୁଛ ହେ, ଗୋଟେ କଥା ପଚାରିବି ଆଜି। ଜାଣିଚଟି କୁମ୍ଭୀପାକ ନରକରେ ଅସତୀର ଦଶା, ଜାଣିଚଟି ପରିଣାମ ରତ ହେଲେ ପର ପୁରୁଷରେ। ଉକ୍ତ ବାକ୍ୟଟି ଗୋବର ଗଣେଶରୁ ଆସିଅଛି। ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ଅନୁସରଣ ଉତ୍କଳମଣି ଗଦ୍ୟ ଗ୍ରନ୍ଥଟି କିଏ ରଚନା କରିଥିଲେ? ନା ଗୋପୀନାଥ ମହାନ୍ତି। ସୁରେନ୍ଦ୍ର ମହାନ୍ତି କେଉଁ ଉପନ୍ୟାସରେ ଆମେ ଭାନୁଜୀରାଓ ଓ ଗୁରୁପ୍ରସାଦ ମହାନ୍ତି। 1946 ମସିହାରେ ହିନ୍ଦୁ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତର ସଂଘର୍ଷ ଚିତ୍ର କେଉଁଠି ଦେଖିବାକୁ ମିଳିଥାଏ? ମାଟିଆ ବୁରୁଜରେ ଦେଖିବାକୁ ମିଳିଥାଏ। ଫକୀରମୋହନଙ୍କ ସମୀକ୍ଷା ସମାଲୋଚନା ଗ୍ରନ୍ଥର ରଚୟିତାଙ୍କର ନାମ ହେଉଛି ସୁରେନ୍ଦ୍ର ମହାନ୍ତି। କବି ବିନୋଚନ୍ଦ୍ର ନାୟକଙ୍କ ସେଲିମର ସ୍ୱପ୍ନ ନାମର କବିତାରେ ସେଲିମ କାହିଁକି ବ୍ୟର୍ଥ ବଂଶୀରେ ଛନ୍ଦହୀନ ସୁର ତୋଳିଛି? ନା ଜାହାନର ଅନ୍ୟ କାହାର ପରିଣତ ବଧୂ ହେବାରୁ ସିଏ ଛନ୍ଦହୀନ ସୁର ତୋଳିଛି। ମୁଁ କହିବି ଶୁଣୁଛ ହେ, ଗୋଟେ କଥା ପଚାରିବି ଆଜି। ଜାଣିବଟି କୁମ୍ଭୀପାକ ନରକରେ ଅସତୀର ଦଶା, ଜାଣିଚଟି ପରିଣାମ ରତ ହେଲେ ପରପୁରୁଷରେ। ଏହା ହେଉଛି ଗୋବର ଗଣେଶର ବାକ୍ୟାଂଶରୁ ଆସିଛି। ପଣ୍ଡିତ ଗୋବନ୍ଧୁଙ୍କ ଜୀବନୀ ଅନୁସରଣରେ ଉତ୍କଳମଣି ଗ୍ରନ୍ଥଟି କିଏ ରଚନା କରିଛି? ନା ଗୋପୀନାଥ ମହାନ୍ତି ରଚନା କରିଛନ୍ତି। ସୁରେନ୍ଦ୍ର ମହାନ୍ତିଙ୍କ କେଉଁ ଉପନ୍ୟାସରେ ସରଦେଇ ଚରିତ୍ର ଦେଖିବାକୁ ମିଳିଥାଏ? ନୀଳଶୈଳରେ ଦେଖିବାକୁ ମିଳିଥାଏ। ନୀଳଚନ୍ଦ୍ରର ଉପତ୍ୟକା କବିତାର ଆକାଶରେ ଚନ୍ଦ୍ର ପ୍ରାଣହୀନ ହୋଇ ପଡ଼ିଥିବାରୁ ଝରଣାର ପରୀ ଓ ବନଦେବୀ କ'ଣ କଲେ? ଚନ୍ଦ୍ର ଉପଯୁକ୍ତ ଶାସ୍ତି ପାଇଥିବା କଥା ଏଠି କହିଲେ। କେଉଁ ଉପନ୍ୟାସରେ ବିନୋବାଙ୍କ ଭୂଦାନ ଆନ୍ଦୋଳନ ଦ୍ୱାରା କୋରାପୁଟର ଆଦିବାସୀମାନେ ପ୍ରଭାବିତ ହୋଇ ଗ୍ରାମ ଉନ୍ନତିରେ ମନୋନିବେଶ କରିଥିଲେ? ଏହା ହେଉଛି ଶିବ ଭାଇ ଉପନ୍ୟାସ।